ସରଭାଲ ପୁରୁଣା ରେଳ ଫାଟକରୁ ନୂଆ ରେଳ ଫାଟକ ପର୍ଯ୍ୟନ୍ତ ରାସ୍ତାରେ ବର୍ଷା ହେଲେ ଦୀର୍ଘ ସମୟ ଧରି ପାଣି ଜମି ରହୁଥିବାରୁ ସାଧାରଣ ଲୋକମାନଙ୍କ ଯାତାୟାତ ବ୍ୟାପକ ଭାବରେ ବାଧାପ୍ରାପ୍ତ ହେଉଛି। ଦୁଇ ଚକିଆ ଏବଂ ଚାରି ଚକିଆ ଯାନ ସହିତ ପଥଚାରୀମାନେ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ରାସ୍ତା କଡ଼ରେ ନିର୍ମିତ କେତେକ ଦୋକାନ ମାଲିକ ନିଜ ଜମିକୁ ଅତ୍ୟଧିକ ଉଚ୍ଚ କରିଦେଇଥିବାରୁ ବର୍ଷା ପାଣି ନିଷ୍କାସନର ସଠିକ୍ ବ୍ୟବସ୍ଥା ରହିନାହିଁ। ଫଳରେ ରାସ୍ତା ଉପରେ ପାଣି ଜମି ରହୁଛି ଏବଂ ପ୍ରତି ବର୍ଷରେ ସମସ୍ୟା ଉଗ୍ର ରୂପ ଧାରଣ କରୁଛି। ସ୍ଥାନୀୟବାସୀଙ୍କ କହିବା ଅନୁଯାୟୀ ଏହି ସମସ୍ୟା ନେଇ ବାରମ୍ବାର ସମ୍ପୃକ୍ତ ବିଭାଗକୁ ଅଭିଯୋଗ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସ୍ଥାୟୀ ପଦକ୍ଷେପ ନିଆଯାଇନାହିଁ। ଆଗାମୀ ଦିନରେ ଯଦି ଏହି ସମସ୍ୟାର ସମାଧାନ ନ ହୁଏ ତେବେ ବଡ଼ ଧରଣର ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି। ଏପରି ସ୍ଥିତିରେ ଦୁର୍ଘଟଣା ଘଟିଲେ ଏଥିପାଇଁ ଜିଲ୍ଲା ପ୍ରଶାସନ, ପୌରପାଳିକା ନା PWD କିଏ ଦାୟୀ ରହିବ ବୋଲି ସାଧାରଣ ଲୋକ ପ୍ରଶ୍ନ ଉଠାଇଛନ୍ତି। ब्यूरो रिपोर्ट द रिपब्लिक ओडिशा 24 न्यूज।